ବାର୍ସାଘାଇ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅଫିସରେ ବଣ୍ଟା ହେଉଥିଲା କି ଟଙ୍କା? କ'ଣ ଏହାର ସତ୍ୟତା? କିଛି ଦିନ ଧରି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ, ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲା ବାର୍ସାଘାଇ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅଫିସ ଗୃହରେ ଟଙ୍କା ବଣ୍ଟାଯାଉଥିଲା। ଟିକେ ଭଲ କରି ଦେଖନ୍ତୁ ଏହି ଭିଡ଼ିଓକୁ ଦେଖିବା ପରେ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କ'ଣ ଅଫିସର ଲାଞ୍ଚ ଦେଉଛନ୍ତି କି? ନା ଆଉ କୌଣସି କାମ ପାଇଁ ଟଙ୍କା ଦିଆଯାଉଥିଲା? ତେବେ ଟଙ୍କା କ'ଣ ପାଇଁ ଦିଆଯାଉଥିଲା ତାହା ଦେଖିବାକୁ ବାକି ରହିଲା। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଟଙ୍କା ଦେଉଥିବା ବ୍ୟକ୍ତି ଓ ପ୍ରତ୍ୟକ୍ଷଦର୍ଶୀ। କହିବେ କ'ଣ କିଛି ଦିନ ତଳେ ଆପଣଙ୍କ ଭିଡ଼ିଓଟା ଭାଇରାଲ ହେଉଥିଲା, ଆଷ୍ଟାଣ୍ଡ ପଇସା ନେଉଥିଲେ, କ'ଣ ଆଜ୍ଞା ସତ୍ୟତା କ'ଣ ଅଛି? କଥାର ଏଇ ଯେଉଁ ଭିଡ଼ିଓଟା ଭାଇରାଲ ହେଉଛି ଏ କଥାର କୌଣସି ସତ୍ୟତା ନାହିଁ। ଆକ୍ଚୁଆଲି 19/7/2024 ମସିହାରେ ପଞ୍ଚାୟତ ସମିତି ମିଟିଂ ହେଉଥିଲା। ତା 2 ଦିନ ପୂର୍ବର ଏ ଫଟୋଟି ମୋତେ ଯେଇ ସାର୍ମାନେ ଡାକିକିନି ଦାୟିତ୍ୱ ଦେଲେ, ଯେଉଁ ଲୋକମାନେ ଖାଇବେ ତା ପାଇଁ ଦାୟିତ୍ୱ ଦେଇଥିଲେ। ସେଥିଲାଗି ଟଙ୍କା 30,000 ଦେଲେ, କହିଲେ ନେଇକି ଟିକେ ଖାଇବା ବ୍ୟବସ୍ଥା କର। ସେଇ ଟଙ୍କାଟା ମୁଁ ଗଣିକି ନେଇକରି ଖାଇବା ବ୍ୟବସ୍ଥାଟା କରିଥିଲି 19 ତାରିଖ ଦିନ। ଆଉ ଏହାକୁ କିଛି କୁଚକ୍ରୀ ଗୋଷ୍ଠୀ ତାକୁ ଗୋଟେ ଅଲଗା ଲାଞ୍ଚର ରୂପ ଦେଉଛନ୍ତି, ରଙ୍ଗ ଦେଉଛନ୍ତି। ଆଉ ସରକାର ନୂଆ ହେଇଥିବା ସରକାରକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଏଥିରେ ସେ ସଫଳ ହେବେନି। ବିବେକ ଜେନା, ତାଳସଙ୍ଗା। କହିବେ ଯେଉଁ କିଛି ଦିନ ଧରି ଯେଉଁ ମାର୍ସାଘାଇ ବ୍ଲକର ଯେଉଁ ଆଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଅଫିସରେ ପଇସା ବଣ୍ଟନ ହେଉଥିଲା, ପଇସା ଗଣା ହେଉଥିଲା, ସେ ନେଇକି କ'ଣ କହିବେ ଆଜ୍ଞା? ସେ କଥା ଉପରେ କିଛି ସତ୍ୟତା ନାହିଁ। ତାଙ୍କର ବ୍ୟକ୍ତିଗତ ଭାବରେ ସେ କାହାଠୁ ପଇସା ଜିନିଷ ଆଣନ୍ତୁ କି ପଇସା ଦିଅନ୍ତୁ, ଏସବୁ ହେଉଛି ଘଟଣା। କୌଣସି ପ୍ରକାର ଯେଇ ଜଣେ ବା ଆଷ୍ଟାଣ୍ଡ ଇଞ୍ଜିନିୟର ଜଣେ ଅଫିସ୍ ଭିତରେ ଟଙ୍କା ନେବାର ମାଧ୍ୟମ ବହୁ ବାଟରେ ଅଛି। ବାସ୍ତବରେ ତାଙ୍କର ବ୍ୟକ୍ତିଗତ ଭାବରେ ସେ କାହାକୁ ଦେଉଥିଲେ କି ନେଉଥିଲେ, ସେଥିରେ କି ତାଙ୍କୁ କିଛି ଚକ୍ରାନ୍ତ କରି ଏପରି କରାଯିବା ପାଇଁ ଏକ ନାଟକ ରଚାଯାଇଛି। ବାର୍ସାଘାଇରୁ ସରୋଜ କାନ୍ତଙ୍କ ରିପୋର୍ଟ, ଷ୍ଟାର ନ୍ୟୁଜ୍।